ଯେତେବେଳେ ସେ ମଲେ ସେ ମୋତେ କହିଲେ ଏମିତି ଗୋଟେ ପିଲା ଆସିକି ମାରି ଦେଇକି ପଳେଇଲା। ଆରେ ତୁ ତ ଘରେ ଥିଲୁ, ତୁ ଜାଣିଲୁ କେମିତି? ଏଇଟା ଗୋଟେ ଲଜ୍ଜାର ଘଟଣା ଆଜିର ନାରୀ ପାଇଁ ନୁହଁ, ଆଜିର ପୁରୁଷ ସମାଜ ପାଇଁ। ଜଣାପଡ଼େ ଯେ ମୁଁ ଅତି ଭଦ୍ର, ଅତି ନମ୍ର, କିନ୍ତୁ ତା ଭିତରେ ଗୋଟେ ଲୁଚି ରହିଥିଲା ଗୋଟେ ପିଶାଚିନୀ ରୂପ। ତାହା ଆଜି ବିଶ୍ୱ ଦେଖିଲା, ସାରା ଓଡ଼ିଶା ଦେଖିଲା। କିନ୍ତୁ ଗୋଟିଏ ଝିଅ ସହିତ ସମଲିଙ୍ଗୀର ସମ୍ପର୍କ ଲେଖିଲା। ତତ୍ପରେ ଆସୁଛି ତା ଭାଇ ତାପସ, ତା ସହିତ ମଧ୍ୟ ଝିଅଟି ସମ୍ପର୍କ ରଖୁଛି। ଚିନୁ ସେ ସମ୍ପର୍କଟାକୁ ମଧ୍ୟ ଆକ୍ସେପ୍ଟ କରିଥିଲା। ଚିନୁ ଏବଂ ତାପସ ଦୁଇ ଜଣ ଯାକ ମିଶିକି ପ୍ଲାନ୍ କଲେ ଆମେ ଏଇ ଝିଅଟାକୁ ରଖିବା, ଏଇ ଝିଅଟାକୁ ପ୍ରେମ କରିବା। ମାନେ ଚିନୁ ହେଉଛି ଗୋଟେ ଝିଅ, ଶୁଭଶ୍ରୀ ଗୋଟେ ଝିଅ, ଏଠି ହେଲା ସମଲିଙ୍ଗୀର ପ୍ରେମ। କ'ଣ ସେ ତାଠୁ ପାଇଲା? ଆପଣ ତାର ଯେଉଁ ଅନ୍ତରଙ୍ଗ ଭିଡ଼ିଓ ଗୁଡ଼ା ଦେଖିବେ ଆପଣଙ୍କୁ ଲଜ୍ଜା ଲାଗିବ। ଗୋଟିଏ ପୁରୁଷ ସ୍ତ୍ରୀର ଯଦି ମିଳନ ହେବ, ଶୁକ୍ରାଣୁ ଏବଂ ଡିମ୍ବାଣୁର ଯଦି ସଂଯୋଗ ହୁଏ, ତାହେଲେ ଗୋଟିଏ ପୁତ୍ର କିମ୍ବା କନ୍ୟା ସନ୍ତାନ ଜାତ ହୁଏ। ତୁମର ପ୍ରେମ କରିବାର ଥିଲା ସମଲିଙ୍ଗୀ ଭାଇ ସହିତ, ତାହେଲେ ଏଠି ସୌମ୍ୟକୁ କାହିଁକି ତୁମେ ବାହା ହେବାର ମିଛ ଅଭିନୟ କରୁଥିଲ? କାରଣ ଯଦି ନିଜ ସ୍ୱାମୀ ସାଙ୍ଗରେ ତାର ସନ୍ତୁଷ୍ଟ ନ ହେଇକି ଆଉ ଦୁଇ ଜଣ ସାଙ୍ଗେ ସମ୍ପର୍କ ରହୁଛି, ତାହେଲେ ସେ ଆଉ 30 ଜଣଙ୍କ ସହିତ ସମ୍ପର୍କ ନ ରଖିଥିବ ବୋଲି କିଛି ମାନେ ନାହିଁ। ଦେଖନ୍ତୁ, ତ୍ରିକୋଣୀୟ ପ୍ରେମ କେତେ ଭୟାବହ ହୋଇପାରେ ତାହା ଏଇ ଘଟଣାରେ ଘଟିଛି। ଗୋଟିଏ ନିରୀହ ଜୀବନ ତ୍ରିକୋଣୀୟ ପ୍ରେମରୁ ଯେଉଁଠି ଚଉଠି ରାତି ସରିଗଲା, ଯେଉଁଠି ବାସର ରାତି ପରେ ସ୍ତ୍ରୀ ସ୍ୱାମୀର ମାନେ ଜୀବନ ଭିକ୍ଷା କରେ ତାର ଲମ୍ବା ଜୀବନ ପାଇଁ, ଯେଉଁଠି ସ୍ତ୍ରୀ ତାର ମଙ୍ଗଳ କାମନା ନିମନ୍ତେ ସବୁ ପ୍ରକାର ଈଶ୍ୱରଙ୍କ ପାଖରେ ସମର୍ପଣ କରିଦିଏ, ସେଠି ଆଜି ଏଇ ଯେଉଁ ତ୍ରିକୋଣୀୟ ପ୍ରେମ ଭିତରେ ନିଜର ସ୍ତ୍ରୀ, ନିଜର ଅର୍ଦ୍ଧାଙ୍ଗିନୀ, ଯିଏକି ତାର ଜୀବନଟା ତା ସହିତ 7 ଜନ୍ମ ପାଇଁ ବାନ୍ଧି ହେବା କଥା, ସେ ତାକୁ ଆଜି ଜଳାଞ୍ଜଳି ଦେଇ ନିଜର ସ୍ୱାମୀକୁ ମାରିବାର ପ୍ଲାନ୍ କରିଦେଲା। ଏବଂ ପରିଶେଷରେ ନିରୀହ ପୁଅଟି ତାର ନିଜ ସ୍ତ୍ରୀକୁ ଅତି ନିଜର ଭାବି ନିଜ ଜୀବନଟିକୁ ଉତ୍ସର୍ଗ କଲା। ନିଜ ସ୍ତ୍ରୀକୁ ଖାଇବାକୁ ଦେବା ଯେଉଁ ଆଗ୍ରହ ଥିଲା, ସେଇ ଖାଇବା ଦେବା ଆଗ୍ରହରେ ସେ ପଳେଇଥିଲା ରାତି ଅନ୍ଧାରେ। ମୋ ସ୍ତ୍ରୀ ଅଣ୍ଡା ଖାଇବ, ମୋ ସ୍ତ୍ରୀ ଚିକେନ୍ ଖାଇବ, ମୋ ସ୍ତ୍ରୀ ମଟନ୍ ଖାଇବ, ଯେଉଁ ଆଗ୍ରହ ଥିଲା। କିନ୍ତୁ ସ୍ତ୍ରୀ ଏତେ ନର ପିଚାସି ହୋଇଯିବ କେବେ କଳ୍ପନା କେହି ବି କରିନଥିଲେ। ଏଇଟା ଗୋଟେ ଲଜ୍ଜାର ଘଟଣା ଆଜିର ନାରୀ ପାଇଁ ନୁହଁ, ଆଜିର ପୁରୁଷ ସମାଜ ପାଇଁ। ଦେଖନ୍ତୁ, ଶୁଭଶ୍ରୀ ଝିଅଟି ଅତି ଜଣାପଡ଼େ ଯେ ମୁଁ ଅତି ଭଦ୍ର, ଅତି ନମ୍ର, କିନ୍ତୁ ତା ଭିତରେ ଗୋଟେ ଲୁଚି ରହିଥିଲା ଗୋଟେ ପିଶାଚିନୀ ରୂପ। ତାହା ଆଜି ବିଶ୍ୱ ଦେଖିଲା, ସାରା ଓଡ଼ିଶା ଦେଖିଲା। କାରଣ ଯାଜପୁରରେ ପ୍ରେମ କଲା, ଖାଲି ଗୋଟିଏ ପିଲାକୁ ସେ ପ୍ରେମ କରିନଥିଲା। ଇନଷ୍ଟାଗ୍ରାମରୁ ପ୍ରେମ ଆରମ୍ଭ ହେଲା ସୌମ୍ୟ ସହିତ, ତାପସ ସହିତ, ଚିନୁ ସହିତ। ଚିନୁ ଗୋଟିଏ ଝିଅ ପିଲା ହେଲେ ମଧ୍ୟ ଚିନୁ ସହିତ ଆରମ୍ଭ ହେଲା ପ୍ରେମ। ଗୋଟିଏ ଜାଗାରେ ଚାକିରି କଲେ, ପାର୍ଲରରେ କାମ କଲେ, କିନ୍ତୁ ଗୋଟିଏ ଝିଅ ସହିତ ସମଲିଙ୍ଗୀର ସମ୍ପର୍କ ଲେଖିଲା। ତତ୍ପରେ ଆସୁଛି ତା ଭାଇ ତାପସ, ତା ସହିତ ମଧ୍ୟ ଝିଅଟି ସମ୍ପର୍କ ରଖୁଛି। ଏବଂ ଭାଇ ଭଉଣୀ ମିଶିକି ଗୋଟିଏ ଝିଅକୁ ପ୍ରେମ କଲେ। ମାନେ କେତେ ମାନେ ଲଜ୍ଜାର କଥା। ଭାଇ ଜାଣୁଛି ମୁଁ ଏଇ ଝିଅକୁ ପ୍ରେମ କରୁଛି, ଭଉଣୀ ମଧ୍ୟ ସେ ଝିଅକୁ ପ୍ରେମ କରୁଛି। ଏପଟେ ରହିଲା ସୌମ୍ୟ ନାମ୍ନୀ ବାଳକଟି, ଯିଏକି ତାକୁ ପିଲାଦିନୁ ତାର ସ୍ନେହ ସମ୍ପର୍କରେ ବାନ୍ଧିବା ପାଇଁ ଶୁଭଶ୍ରୀକୁ ସଦାବେଳେ ଅନେଇ ବସିଥିଲା। ଏବଂ ପରିଶେଷରେ ଏମିତି ଦିନ ଆସିଲା, ସୌମ୍ୟ ଶୁଭଶ୍ରୀକୁ ବାହା ହେବାର ପ୍ଲାନିଂ କରିଦେଇଛି। ଏବଂ ପରିଶେଷରେ ଘରର ଯେଉଁ ବନ୍ଧନ ଥିଲା, ସେ ବନ୍ଧନରୁ ମୁକ୍ତ ହୋଇ ସେ ଦୁଇ ଜଣ ଯାକ ବାହାରେ ମନ୍ଦିରରେ ହେଉ ବା କୋର୍ଟରେ ଆତ୍ମସମର୍ପଣ ଦୁଇ ଜଣ ଯାଙ୍କୁ 7 ଜନ୍ମ ପାଇଁ ସ୍ୱାମୀ ସ୍ତ୍ରୀ ହେବାର ଯେଉଁ ପ୍ରତିବନ୍ଧକରେ ବାନ୍ଧି ହୋଇଗଲେ। କିନ୍ତୁ ଏପଟେ ଯେତେବେଳେ ଚିନୁ ଆଉ ତାପସ ଜାଣିପାରିଲେ ସେ ବାହା ହେଇଯାଇଛି, କିନ୍ତୁ ତାକୁ ଯେତେବେଳେ ପଚାରିଲେ ତୁ କାହିଁକି ବାହା ହେଲୁ, ସେଠେଇ ଇଏ ସ୍ତ୍ରୀଟି କହୁଛି ଯେ ତା ପାଖରେ ପଇସା ଅଛି, ମୁଁ ତାକୁ ବାହା ହେଲି, କିନ୍ତୁ ତୁମକୁ ମଧ୍ୟ ଭଲ ପାଏ, ତୁମ ସହିତ ରହିବି। କେତେ ଲଜ୍ଜାର କଥା। କିନ୍ତୁ ତାହା ହିଁ ହେଲା। ପର ମୁହୂର୍ତ୍ତରେ ଚିନୁ ଏବଂ ତାପସ ଯେପରି ଭାବେ ତାକୁ ସ୍ତ୍ରୀ ଭାବେ ଗ୍ରହଣ କରୁଥିଲେ, ତାକୁ ପ୍ରେମିକା ଭାବେ, ସେଇଭଳିଆ ତାର ସ୍ୱଭାବରେ ପରିବର୍ତ୍ତନ ମଧ୍ୟ ଆସିନଥିଲା। ପୂର୍ବ ଯାବତ୍ ତାଙ୍କର ପ୍ରେମ ଲୀଳା ଚାଲିଥିଲା। ଇତ୍ୟବସରରେ ସୌମ୍ୟ ବାରମ୍ବାର ଏମାନଙ୍କର ଯେଉଁ କଥୋପକଥନ, ଏମାନଙ୍କର ଭିଡ଼ିଓ ଏସବୁ ଦେଖିଲା ପରେ ସେ ଉତ୍ତେଜିତ ହୁଏ, ରାଗେ ଏବଂ ତା ସ୍ତ୍ରୀ ସହିତ ଝଗଡ଼ା ହୁଏ। ପରିଶେଷରେ
से जितेबाला घरे कथा उठी और घर जितेबाला बाहरी किसी कली से शुभश्री सौम्य को उस्कई मुझे घरे रहीपारि मत अन्य जगह को नहीं जाओ से मैंने आसी गोटे जगह घर भड़ा नहीं रही जाजपुर एवं अनति दूर में चिनू आउ तापसंगर घर से घर को जीवा आसवा एवं से पार्लर रे जीवा आसवा भितर आंकर माने प्रेम केबे भी तुटिनी बरम दिन को दिन बढ़िबार लगिला गोटे पटे रहिले भाई भौणी गोटे पटे स्वामी किंतु ए जल्लाद स्त्रीटी त्रिकोणीय प्रेम करि चलला किंतु प्रकृत पक्षे जेतेबेले नारी तार स्वामीर लंबा जीवन पाई आयु पाई से सावित्री हो जाए सत्यवान को जीवित पाइबा पाई तार जमदेवता पाखरे भिक्षा मागे एवं एक राति हेउ शपथ राति नमरूपति नपाहु राति से जुगर जो नारी थिले आज शुभश्री को भलिया नारी लज्जार घटना एटा नारी समाज पे गोटे कलंकित अध्याय कारण अनेक क्षेत्र में आपन देखिए बहु एबे एमिति गोटे ट्रेंड चललानी निजर स्त्री निजर बाहा परे तार सर्वस्व जोठे दान करने कथा सेठो से उच्छृंखलित हो जाउची सेठो से बाट भांगिकी अन्य आड़ को जाउची सेतेबेले देखाथिला पुरुषटी अन्य नारी सहित संपर्क रखुथिला किंतु नारी नारी व्यभिचारिणी रो आख्या पाउ नथिला किंतु वर्तमान ए पुरुष समाज जुगरे वर्तमान नारीर गति अन्य आड़ को जाउची जोठे स्वामीर दीर्घ जीवन कामना करिया था सेठी स्वामी को नरकपथ को से नहीं जाउची पार्लर रे जेतेबेले तांकर दुई जन जानकर संपर्क बढ़ी चलला चिनू एवं शुभश्रींकर तापर सबुदिन तार भाई तापस जेतेबेले भौणी को छाड़ी आसे से तापस आउ शुभश्रींकर मध्य प्रेम संपर्क गढ़ी उठिला एवं जा फल कि चिनू से संपर्कटा मध्य एक्सेप्ट करथिला चिनू एवं तापस दुई जन जाक मिसिकी प्लान कले आम यही झीटा को रखा यही झीटा को प्रेम करें किंतु एपटे बाधक सृष्टि कला भाई एपटे बाधक सृष्टि कला स्वामी स्वामी सदाबले आंकर चाली चलणी कथबार्ता को नहीं सदाबले सन्देह सृष्टि कला एवं यहाँ नहीं कि दुई जन भितर पाटितुंड है जो कथाटा जा चिनू पाखे तापस पाखे पड़ला एवं अनेक समय घर को जो से आसती ये 25 तारीख जो दिन होली पर्व चली थाए से दिन तापस आ चिनू आसिकी घरे पहुँची एवं सेठे से ताकू मारुछंती होली रंग एवं हसखुशी भितर स्वामी सौम्य आसिक पहुँची जाइए सी देखिक यही सब कार्य को उत्तेजित हो जाइए उत्तेजित होगा फल सी जड़े अन्य पुरुष ता स्त्री सहित होली खेलुची एवं अन्य जने झील सहयोग करुच्ची तेणु तार रागर चरम सीमा हो जाइए से तापस आउ सौम्यर गंडगोल होती एवं चिनू मध्य से साथ देकी सौम्य को बाड़ापिटा करिछि एवं आंक संगे निजर स्त्री हेले मध्य शुभश्री तांकु सहयोग करिछि जाफल ता मानसिक दुश्चिंता आसी एपटे किंतु अन्य पटे देखा गले तांकर कथोपकथन होती पुरी को जाइछंती पुरी गोटे प्लान करिछंती किपरि सौम्य को तांकर रास्तार हटेबे एवं सबुदिन पाई चिनू तापस एवं शुभश्री एक त्रिकोणीय प्रेम भितर रहिबे जीवन साथी भाव रहिबे एवं निजर स्वामी को बाटरू हटेदेवे तापर से माने पुरी जाइछंती पुरी गोटे प्लान करिछंती जे किपरि भाग ताकू मर्डर करिवे एवं सेथिबाई चिनू किछि अर्थ लोन हिसाब रे आनिछि एवं शुभश्री ता स्वामी ठारू किछि पैसा नहीं कि तापस पाक पठे तापस अन्य एक जगार राउरकेला जगार चाकरी करे एवं से जानिथिला को जगार बंदूक मिलुछि तेणु सी सेठो किणिछि किणी सारिकी जेतेबेले आसीछि तांकर प्लान हेछि पूर्व रात्रि जे तू ताकू खाइबा को पठेबू बा खाइबा मते मु चिकेन खाइबी कि हम खाइबी जा तू धरिकी आसबू से धरिकी आसवा बाटर तांकर आगु जगह मध्य निरूपण करा जाइथिला जे एई जगार से तेले जीव एई समय मु तुम फोन करी बाहर की गला से तेले तमे ताकू फायरिंग कर एवं फायरिंगटा एमिति करिवो जे से तार जीवन सहीठे ही शेष हो देखंतु एपटे गोटे स्त्री किपरि निज स्वामी की जे ताकू जीवन ठू अधिक भल पाउथिबा जो पुअटी जे तार इहकाल परकाल देवता जे तार स्वामी समस्त बाधा बंधन को तुटई प्रेमटा ताकू एते बड़ करि पारला एवं गोटे समलिंगीर माने चिनू हूँ गोटे झील शुभश्री गोटे झील एठे है समलिंगीर प्रेम कौन से ताठो पाइला आपन तार जो अंतरंग भिडियो गुड़ा देखिए आपको लज्जा लगे एटा गोटे नारी समाज पे एटा गोटे पुरुष समाज पे एवं सभ्य समाज पे गोटे निंदार विषय
କାରଣ ଏପଟେ ଯଦି ଦେଖିବା ନିଜର ଭଉଣୀ ଭାଇକି ମଧ୍ୟ ମାରିବାକୁ ପଛଉନି। ଗୋଟିଏ ଭଉଣୀ ଆଉ ଗୋଟିଏ ଝିଅକୁ ପ୍ରେମ ଫାଶରେ ଜଣେ ବିବାହିତ ନାରୀକି ଆଉ ଜଣେ ଅବିବାହିତ ପୁଅକୁ ଯୋଡ଼ି ଦେଉଛି, ନିଜେ ଭଲ ପାଉଛି, ଏପଟେ ନିଜ ଭାଇକି ମଧ୍ୟ ସେଇ ନର୍କ ଆଡ଼କୁ ଗତି କରାଉଛି। ତେଣୁ ଏପଟେ ସୌମ୍ୟ, ଚିନୁ, ଶୁଭଶ୍ରୀ ତିନି ଜଣ ଯାକ ଯେଉଁ ପ୍ଲାନ୍ରେ ଫସିଗଲା ସୌମ୍ୟ ଏବଂ ରାତି ଅଧରେ ଯେତେବେଳେ ନିଜର ସ୍ତ୍ରୀକି ଖୁସି କରିବା ପାଇଁ ନିଜର ସ୍ତ୍ରୀର ମନବାଞ୍ଛିତ ଖାଦ୍ୟ ପାଇଁ ଯେତେବେଳେ ଘରୁ ଗୋଡ଼ କାଢ଼ି ଯାଇଛି ବଜାରକୁ, ସେତେବେଳେ ସେଇ ଅନ୍ଧାର ରାତିରେ ରାକ୍ଷସ ଏମିତି ବାଗରେ ଛକି ବସିଥିଲେ ଯାହାଫଳରେ ତା ଛାତିକି ଗୁଳି ଢଉ ଢ କରିକି ଫୁଟେଇ ଦେଇଛନ୍ତି। ଏବଂ ଏପଟେ ଶୁଭୁଛି, ଏପଟେ ଶୁଭଶ୍ରୀ ତାଙ୍କୁ ଫୋନ୍ରେ ଶୁଭୁଛି ସ୍ୱାମୀର ମୃତ୍ୟୁର ଯେଉଁ ଗୁଳି ଆୱାଜ ହେଉଛି ଶୁଣୁଛି ଏବଂ ବାହା ବାହା ନେଉଛି। କିନ୍ତୁ ଏପଟେ ଟଳି ପଡ଼ିଛନ୍ତି ସୌମ୍ୟ ଏବଂ ତତ୍ପରେ ଚିନୁ ଆଉ ତାପସ ଅନଦିଦୂର ଖଣ୍ଡେ ବାଟ ପଳେଇ ଯାଇଛନ୍ତି। ଗୋଟିଏ ନାଳରେ 2 କିଲୋମିଟର ବାଟରେ ପକାଇ ଦେଇଛନ୍ତି ସେ ପିସ୍ତଲଟି, ପକାଇ ଦେଇକି ସେ ତା'ର ନିଜର କର୍ମକ୍ଷେତ୍ର ରାଉରକେଲାକୁ ପଳେଇ ଯାଇଛି। ତତ୍ପରେ ଲୋକମାନେ ତାକୁ ନେଇକି ଯେତେବେଳେ ଯାଇକି ଯାଜପୁର ହସ୍ପିଟାଲ ଯାଇଛନ୍ତି, ଯାଜପୁର ହସ୍ପିଟାଲ ତାଙ୍କୁ ରେଫର କରିଛି ବଡ଼ ମେଡ଼ିକାଲକୁ, ବଡ଼ ମେଡ଼ିକାଲରେ ତାଙ୍କୁ ମୃତ୍ୟୁ ଘୋଷଣା କରାଗଲା। ଏବଂ ଦେଖନ୍ତୁ ମଣିଷ ହତ୍ୟା ବା ନିଜ ସ୍ୱାମୀକୁ ହତ୍ୟା କରିବାର କେତେ କରୁଣ ପରିଣତି। ଏବଂ ମଣିଷ ମାରିଲେ ଯେଉଁଠି ନା ଯେଉଁଠି ପାପ କେଉଁଠି ନା ବାହାରିବ। ନିଜ ପାଟିରେ କେମିତି ନିଜ ସ୍ତ୍ରୀ ଭୁଲ ସ୍ୱୀକାର କରିଦେଲା ଏବଂ ପୋଲିସର ଆଖି ପ୍ରଥମେ ନିଜ ସ୍ତ୍ରୀ ଉପରକୁ କେମିତି ଗଲା ଦେଖନ୍ତୁ। ଯେତେବେଳେ ସେ ଗଣମାଧ୍ୟମକୁ ବାଇଟ୍ ଦେଲେ ସେତେବେଳେ ସେ କହିଲେ ଯେ ଯେତେବେଳେ ସେ ମଲେ ସେ ମୋତେ କହିଲେ ଏମିତି ଗୋଟେ ପିଲା ଆସିକି ମାରି ଦେଇକି ପଳେଇଲା। ଆରେ ତୁ ତ ଘରେ ଥିଲୁ, ତୁ ଜାଣିଲୁ କେମିତି? ପୋଲିସର ସନ୍ଦେହ ଆଖିଟା ପୋଲିସ ତୀକ୍ଷ୍ଣ ଭାବେ ନଜର କଲା ଯେ ଏଠି ଶୁଭଶ୍ରୀ ଯେଉଁ ଛଳନା କରି ଯେଉଁ କାନ୍ଦିବାର ଅଭିନୟ କରୁଛି, ସେଇ ଯେଉଁ କରିତ୍କର୍ମା ପୋଲିସ ବିଭାଗ, ଇଏ ପୋଲିସ ବିଭାଗର ଟିମ୍ ପ୍ରଥମେ ଇଙ୍ଗିତ କଲା, ପ୍ରଥମେ ତାର ଯେଉଁ ଆଖିଟି ପକାଇଲା ନିଜ ସ୍ତ୍ରୀ ଶୁଭଶ୍ରୀ ଉପରେ ଏବଂ ଶୁଭଶ୍ରୀକି ତନ୍ନ ତନ୍ନ କରି ଏଇଭଳି ଭାବେ ଜେରା କଲା। ଶୁଭଶ୍ରୀ ମାନିଗଲା ତାର ଯେଉଁ ପାପ କାର୍ଯ୍ୟର ସମସ୍ତ କଥା। ତତ୍ପରେ ତାପସ ଚିନୁକୁ ଧରିବାରେ ପୋଲିସ କଲା ସଫଳ ଏବଂ ଯାଜପୁରର ଏଇ ଯେଉଁ ଲଜ୍ଜାଜନକ ଘଟଣାଟି କେବଳ ସଭ୍ୟ ସମାଜ ପାଇଁ ନୁହଁ, କୌଣସି ସ୍ୱାମୀ ତା ସ୍ତ୍ରୀ ଉପରେ ବିଶ୍ୱାସ କରିପାରିବ ନାହିଁ। ଯେଉଁ 7 ଜନ୍ମ ପାଇଁ ସେ ଯେଉଁ ବେଦୀରେ ଏବଂ ଅଷାଢ଼ ସୂତା ବାନ୍ଧିକି ମୋ ସ୍ୱାମୀ ବା ମୁଁ ବଞ୍ଚିବି, ମୋ ସ୍ୱାମୀ ବଞ୍ଚିବ, ମୋଠୁ 100 ବର୍ଷ ଆୟୁଷ ହେବ, ସେଇଟା ଆଜିର ପୁରୁଷ ବୋଧହୁଏ ଭାବିପାରିବ ନାହିଁ। କାରଣ ଯଦି ନିଜର ସ୍ତ୍ରୀ ତାର ଶଙ୍ଖା ସିନ୍ଦୁରକୁ ଲିଭେଇ ସମ୍ପର୍କକୁ ବା ତାର ପ୍ରେମ ସମ୍ପର୍କକୁ ଅଧିକ ଭାବୁଛି, ତାହେଲେ ସେଠି କେଉଁ ସ୍ୱାମୀ ତା ସ୍ତ୍ରୀ ପାଖରେ ସୁରକ୍ଷିତ ରହିବ? କେମିତି ଭାବିପାରିବ ଏ ସଭ୍ୟ ସମାଜର ପୁରୁଷଟି? କାରଣ ପୁରୁଷ ସଦାବେଳେ ନାରୀ ଆଗରୁ କୁହାଯାଉଥିଲା ନାରୀକି ଧର୍ଷଣ କରୁଛି ପୁରୁଷ, କିନ୍ତୁ ଆଜିର ଯୁଗରେ ପୁରୁଷ ଧର୍ଷିତ ହେଉଛି ନାରୀ ଯୋଗୁଁ। କାରଣ ନାରୀ ଏମିତି ହେଇଯାଇଛି ଅବାଞ୍ଛିତ, ବା ସମସ୍ତ ନାରୀ ବୋଲି ନୁହଁ, ସମସ୍ତ ନାରୀ ଜାତି ଅନେକ ନାରୀ, ଯେଉଁ ନାରୀକି କୁହାଯାଇଛି ଜାୟା ଜନନୀ ଭଗ୍ନୀ, ନାରୀକୁ ମା ଭଗ୍ନୀ ସବୁ ପ୍ରକାର ଆଖ୍ୟା ଦିଆଯାଇଛି। ଯେଉଁ ନାରୀ ଯୋଗୁଁ ଏ ସଂସାର ସୃଷ୍ଟି, ଯେଉଁ ନାରୀ ଯୋଗୁଁ ଏ ସଂସାର ବିଲୋପ, ଏଇ ଯେଉଁ ନାରୀ ଯୋଗୁଁ ଏ ସଂସାର ସୃଷ୍ଟି, କିନ୍ତୁ ସେଇ ନାରୀଟି କେତେ ବିପଦଗାମୀ ହୋଇଯାଉଛି। ତାର ମା ହେଉ, ତାର ମାଉସୀ ହେଉ, ତାର ସଭ୍ୟ ସମାଜରେ ଯେଉଁ ନାରୀ ଜାତି ଅଛି ତାକୁ ଶିକ୍ଷା ଦେବା କଥା। କାରଣ ସ୍ୱାମୀ ପ୍ରତି ତାର କିଭଳି ସଂସ୍କାର ରହିବା କଥା, କିଭଳି ଆଚରଣ ରହିବା କଥା। ଦେଖନ୍ତୁ ଆଜି ଯେତେବେଳେ ସଂସଦରେ ସରକାର, ମାନନୀୟ କେନ୍ଦ୍ର ସରକାର ନାରୀମାନଙ୍କୁ 33% ସଂରକ୍ଷଣ ଦେବା ପାଇଁ ଯେଉଁ 3 ଦିନ କାଳ ବସିଲା ଏବଂ ଶେଷରେ ଯେତେବେଳେ ସେ ବିଲ୍ଟି ପାରିତ ହୋଇପାରିନି, ସରକାରଙ୍କର ଯେଉଁ ମହିଳା ଏବଂ ସାଂସଦମାନେ ରାଜରାସ୍ତାରେ ଆଜି ବିକ୍ଷୋଭ କରୁଛନ୍ତି, ସେଠେଇ ନାରୀମାନଙ୍କୁ ଆମେ ଅଗ୍ରାଧିକାର ଦେବାକୁ ସଂସଦ କହନ୍ତୁ, ପଞ୍ଚାୟତ ସ୍ତରରେ କରନ୍ତୁ, ସମସ୍ତ ଜାଗାରେ ନାରୀମାନଙ୍କୁ ଆମେ ଉଚ୍ଚ ଜାଗା ଦେବା ପାଇଁ ସରକାର ମଧ୍ୟ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଏଠି ନାରୀଟି ଯେତେବେଳେ ତା ସ୍ୱାମୀକୁ ହତ୍ୟା କରୁଛି ଏବଂ ପ୍ରେମ ପାଇଁ ତାର ଶଙ୍ଖା ସିନ୍ଦୁରକୁ ଲିଭେଇ ଦେଉଛି, ସେତେବେଳେ ଆମେ ନାରୀକୁ କେଉଁ ହିସାବରେ ବନ୍ଦନୀୟ କରିବା, କେଉଁ ହିସାବରେ ଅଗ୍ରାଧିକାର ଦେବା ଏ ସଂସାରରେ? ତେଣୁ ଏଇଭଳି ଶୁଭଶ୍ରୀ ଭଳି ନାରୀ, ଗୋଟିଏ କୁଶ୍ଚିତ ମାନସିକତାର ନାରୀ, ତାକୁ ସରକାର, ତାକୁ ଆମର ପୋଲିସ ବିଭାଗ, ନ୍ୟାୟ ବିଭାଗ ତାକୁ କଠୋରରୁ କଠୋର ଦଣ୍ଡ ଦେବା ସହିତ ତାକୁ ସର୍ବ ସମ୍ମୁଖରେ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ହେଉ, ମୁଁ ଏତିକି ଆଶା କରିବି ସରକାରଙ୍କ ପାଖରେ। ଏବଂ ମାନ୍ୟବର ଜଜ୍ ତାକୁ କଠୋରରୁ କଠୋର ଦଣ୍ଡ ଦେବେ, ଯେ ଯାହାକି ଆଉ ଏକ ନାରୀ ତା ସ୍ୱାମୀ ପ୍ରତି କିଭଳି ଭାବେ ଆଚରଣ କରିବ ତାହା ସେଇଠୁ ହିଁ ଶିକ୍ଷା ନେବ। ଦେଖନ୍ତୁ, ଗୋଟେ ହୀନ ମାନସିକତାରେ ଅଛି। ଗୋଟିଏ
पुरुष आ गोटे स्त्री विवाह हुए कारण शास्त्र कही गोटे पुरुष स्त्री जदि मिलन हम शुक्राणु एवं डिम्बाणुर जदि संयोग हुए ताहले गोटे पुत्र कि कन्या संतान जात हुए किंतु जदि गोटे कौन सी जगार कह जाए ना विज्ञान एपर्यंत ठीक कर पारनी कारण गोटे पुरुष पुरुष जदि विवाह करेंगे गोटे संतान जन्म हो पारे गोटे नारी नारी सहित जब संपर्क रखिए गोटे संसार सृष्टि हो पारे ताहले एटा गोटे कुश्चित मानसिकतार प्रवृत्ति जो झील मैंने तांकर निजर हीन प्रवृत्ति को जात करने से माने दुष्कर्म करुँचा गोटे निंदनीय घटना कारण पुरुष पुरुष प्रति झील झील प्रति समलिंगी एटा मु हुए तो कहीपरि ना अनेक ताकू विरोध करुँचे समलिंगी विवाह को सरकार बेले बेले कौटे ना कौटे से हस्तक्षेप करने को मना कर दौरान किंतु जदि सामाजिक स्तर में पौराणिक स्तर में जड़े आम सामाजिक प्राणी हिसाब से मुझे ताहले यह एक निंदनीय कथा कारण गोटे झील से गोटे पुरुष सहित रहा दरकार कारण पुरुष सहित रहिले तार संसार सृष्टि हेब एवं पुरुष सहित रहिले परिवार सृष्टि हेब किंतु गोटे झील को नहीं से केते दिन बंचिबो गोटे झील सहित गोटे समलिंगी सहित से कौन सुख पाइब तेणु गोटे पुरुष सहित नारीर संपर्क जुगे जुगे अच्छी गोटे बापा गोटे माँ एवं से बापा माँ औरसरू जन्म ने गोटे पुओ एवं गोटे झील तेणु एटा आपन देखिए माने संसार जिते सृष्टि होती जितेबाला ब्रह्मा सृष्टि सर्जन करते गोटे नारी सृष्टि कले से नारी कि से नारी ठू केमती उत्पन्न हम गोटे संतान बा संसार केमती रक्षा हम से गोटे पुरुष जाति को सृष्टि कले तेणु पुरुष एवं नारी ताहा माने आकाश सृष्टि होगा भगवान जो जदि आम कहवा से भगवान दत्त जिनिस तेणु जहाँ शास्त्र कही जहाँ आमर नियम कही से वैज्ञानिक भी ताकू केबे भी माने चेंज कर पारे कारण गोटे झील ठू गोटे झील संसर्ग हेले केबे पिलाटिए जन्म हम कि तेणु ताहले ये जो हीन प्रवृत्ति हीन मानसिकताटा यहाँ एत व्यापी गलानी जोटा कि संसार रे आस्ते आस्ते गोटे कुश्चित मानसिक आड़ को गति कर तेणु यह लोप करने दरकार जो माँ बापा माने आम सभ्य समाज यह विरोध करने दरकार कारण समलिंगी विवाह समाज एक गोटे कलंकित अध्याय कारण यह द्वारा मैंने देखो ए क्षेत्र में गोटे समलिंगी संपर्क है ये समलिंगी संपर्क रे एमती कौन आसीगला जे सी एपटे पुनर्बार तार जो हीन चरितार्थ ता भितर जो उत्तेजना तार सेक्स पावरटा जितेबाला से समलिंगी ठू न पाइला सेतेबाला तार भाई तापस पाखे तार हीन प्रवृत्ति चरितार्थ कला एपटे तार पिलादिनर सांग जहाँ सी भल पाई बसला स्वामी रूप में वर्ण कर विवाह कला ताठू स्वामी सुख पाला एपटे तीन जन स्वामी सुख पाई सारा पर तत्परे देखु शुभश्री हूँ गोटे हीन चरित्र झील कारण आम जदि शास्त्र कहूँ पुरुष कहूँ एक पत्नी विश्वास करे आपण रामचंद्र को जब देखिए माँ जानकी को से जिते हरई से अन्य स्त्री ग्रहण करना आपण देखिए जितेबाला माँ जानकी जितेबाला रामचंद्र को हरई से द्वितीय विवाह करने को चाहिए हुए तो आम कहून जितेबाला जनकर स्वामी मरी जाऊँगी जितेबाला से परित्यक्त हो जाऊँगी डिवोर्स हो जन को से बहुत करूँ से आम कहीपर बा जितेबाला लिव इन रिलेशन रहा आम माननीय सुप्रीम कोर्ट ऑर्डर देते किंतु तुम्हें तुम जहाँ कर तुम निजर चरितार्थ मेन्टेवाई तुम निजर उत्तेजना मेन्टेवाई तुम सबकि कर किंतु जनकर जीवन कहीं नहीं कारण ये जो जीवन नवा द्वारा जड़े स्वामी खाली स्वामी नुह ता संसारटा लोप हो गला गोटे बोपार गोटे मार पिला चलीगला एठे तुम्हें कहीं बाहा होल जदि तुम प्रेम करार थिला समलिंगी सहित तुम प्रेम करार थिला समलिंगी भाई सहित ताहले एठे सौम्य को कहीं तुम्हें बाहा हबार मिछ अभिनय करुला एवं मिछ अभिनय करू करू गोटे जीवनटा ता धन सहित खेल खेल ता जीवन सहित खेल खेल शेष में से निरीह बापा माँ तांको निजर एते सुंदर पुओटा को एते बड़ जो युवक पुओटा को हरई देले माने ए समाज रे एटा गोटे कलंकित अध्याय तेणु समलिंगी विवाह को मो मत कहबी समलिंगी विवाह ये भाया गोटे कुश्चित मानसिकतार गोटे पिलार जीवन चलीगला तेणु एटा समाज रे ग्रहणीय नुहे वर्तमान जी चिन्नु कहतु शुभ श्री अकाउंट को जिते जाकि पुलिस देखी एवं तापसर अकाउंट तांकर जो भाया फोटो आसी जो भाया कुश्चित जो सेक्स ये अच्छी से सेक्स रैकेट हुए तो जड़ित थे कारण एमाने
এই ପ୍ରେମ ନାମରେ ହୁଏତ ପଇସା ରୋଜଗାର କରିବା ପାଇଁ ଆଉ କିଛି କରୁନଥିଲେ ତ ତେଣୁ ଏମାନଙ୍କୁ ତନ୍ନ ତନ୍ନ କରି ଯଦି ଦେଖାଯାଏ ଶୁଭଶ୍ରୀ ଖାଲି ଏଇ 2 ଜଣ ଯାକ ସହିତ ନୁହଁ ଆହୁରି 10ଟା ପିଲାଙ୍କ ସହିତ ସମ୍ପର୍କ ଦେବ କାରଣ ଯଦି ନିଜ ସ୍ୱାମୀ ସାଙ୍ଗରେ ତାର ସନ୍ତୁଷ୍ଟ ନ ହେଇକି ଆଉ 2 ଜଣ ସାଙ୍ଗେ ସମ୍ପର୍କ ରଖୁଛି ତାହେଲେ ସେ ଆଉ 30 ଜଣଙ୍କ ସହିତ ସମ୍ପର୍କ ନ ରଖିଥିବ ବୋଲି କିଛି ମାନେ ନାହିଁ ତେଣୁ ତାକୁ ତନ୍ନ ତନ୍ନ କରିକି ତାକୁ କୌଣସି ହାଲତରେ ପୋଲିସ ରିମାଣ୍ଡରକୁ ଆଣିକି ବାରମ୍ବାର ମାନେ କଠୋରରୁ କଠୋର ତାକୁ ତଦନ୍ତ କରି ତାର ସମସ୍ତ ବାହାର କରାଯାଉ ଏବଂ ତାକୁ ଏମିତି ଦଫା ଲଗାଯାଉ ସେ ତା ଜୀବନ ଯାକ ସେଇ ଅନ୍ଧାର କଠୋର ଭିତରେ ସଢ଼ିଯାଉ ପରିଶେଷରେ ତାକୁ ଜେଲରୁ ଫାଶୀ ଖୁଣ୍ଟରେ ଝୁଲାଇବାର ବ୍ୟବସ୍ଥା ସରକାର ଏବଂ ପୋଲିସ ବିଭାଗ କରୁ।